ଅଛନ୍ତି ସବୁ ମାଳିକା କହିଛନ୍ତି କଣ କହିଲେ ଗାଭି ଯେଉଁ ଦିନ ତିନି ପୁତ୍ର ପ୍ରସବୀ সুদর্শন আর ব্রহ্ম স্বরূপায় চতুর্ধামৃত ଆମର ଠାକୁର ଅଛନ୍ତି ଆଗେ ବଳରାମ ଠାକୁର ମଝିରେ ସୁଭଦ୍ରା ତାଙ୍କ ବାମ ପାର୍ଶ୍ୱରେ ଜଗନ୍ନାଥ ମହାପ୍ରଭୁ ତାଙ୍କ ବାମ ପାର୍ଶ୍ୱରେ ସୁଦର୍ଶନ କିନ୍ତୁ ସେଠି ସେମିତି ନାହାନ୍ତି ଆଗେ ଅଛନ୍ତି ଜଗନ୍ନାଥ ତାପରେ ବଳଭଦ୍ର ଠାକୁର ତାପରେ ସୁଭଦ୍ରା ତାପରେ ଅଛନ୍ତି ସୁଦର୍ଶନ ହୟ ଜଗନ୍ନାଥ ସଂସ୍କୃତି କହିବ ମୂଳ କଥା କହୁନ ଇଆଡୁ ସିଆଡୁ ମିଛ ସତ ଜୁଟେଇକିରି ଆମେ କହୁଛେ ତେବେ ହାରିଦାସ କହିଲେ ମହାପ୍ରଭୁ ଥରୁଟିଏ ହେ ଜଗନ୍ନାଥ ତମେ ଏ ଶ୍ରୀକ୍ଷେତ୍ର ଶ୍ରୀଧାମ ଶ୍ରୀକ୍ଷେତ୍ର ଶ୍ରୀନୀଳାଚଳ ଛାଡ଼ି ମୋ ଛତିଆ ବଟକୁ ଆସ ମହାପ୍ରଭୁ ଛତିଆକୁ ଥରେ ଶ୍ରୀକ୍ଷେତ୍ର କରିଦିଅ ଏବେ ଜଣେ ଆଳୁ ବିକା ଦିଦି ଆମ ପଡୋଶୀ ରାଜ୍ୟର କହିଲା ମୁଁ କରିଦେବି ଶ୍ରୀକ୍ଷେତ୍ର ସେଠି ଶ୍ରୀଧାମ ଲେଖା ହେଇଗଲା ଜଗନ୍ନାଥ ଧାମ ଲେଖା ହେଇଗଲା ଏବେ ସେଠୁ ଉଠେଇ ଦେଇଛନ୍ତି ସେ କଥା ଖାଲି ହାରିଦାସ ଆପଣଙ୍କର ଅଚ୍ୟୁତ ମହାପ୍ରଭୁ କହିଲା ପୂର୍ବରୁ ଲୁଣା ମାଡ଼ି ନ ଆସିବ ବାଇଶି ପାହାଚେ ଅଚ୍ୟୁତ କହିଲେ କଣ କହିଲେ ପୂର୍ବରୁ ଲୁଣା ମାଡ଼ି ନ ଆସିବ ଆସିବ ପୂର୍ବରୁ ଲୁଣା ସମୁଦ୍ର ମାଡ଼ି ଆସିବ ହଁ ହଁ 22 ପାହାଚରେ ମୀନ ଖେଳିବ ଖେଳିବ ରତ୍ନବେଦୀ ଉପରେ ବରୁଣ ରାଜୁତ କରିବେ ରାଜା ବରୁଣ ନିଜେ ପହଞ୍ଚିବେ ଜଳାଧିରାଜ ବରୁଣ ବାଃ 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 ସୀତା ମହାସତୀ ଇଏ ଅସତୀ ହୋଇଲେ ଆଜ୍ଞା ପର୍ବତେ ଫୁଟିବା ଅଚ୍ୟୁତ ମହାପ୍ରଭୁ କହିଲେ କଣ କହିଲେ ପଞ୍ଚ ସଖା ଯୁଗ ହଁ ହଁ ଆଗେ ପ୍ରାକ୍ ସାରଳା ଯୁଗ ସାରଳା ଯୁଗ ତାପରେ ଆସିଲା ସାରଳା ସାହିତ୍ୟ ସାରଳା ସାହିତ୍ୟ ତାପରେ ଆସିଲା ପଞ୍ଚ ସଖା ଯୁଗ ପଞ୍ଚ ସଖା ଯୁଗ କିଏ ପଞ୍ଚ ସଖା କିଏ କିଏ ଅଚ୍ୟୁତ ପଞ୍ଚ ସଖା ଯୁଗର କବି କବି ପଞ୍ଚ ସଖା କିଏ 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 ଅଗମ୍ୟ ଭାବ ଜାଣେ ଯଶୋବନ୍ତ ଅଗମ୍ୟ ଭାବ ଜାଣେ ଯଶୋବନ୍ତ ପଟା ଯନ୍ତ୍ର ଜାଣେ ଅନନ୍ତ ପଟା ଯନ୍ତ୍ର ଜାଣେ ଅନନ୍ତ আগত নাগত অচ্যুত ঘরে আগত নাগত অচ্যুত ঘরে ও রাম দাস তত্ত্ব বখানে বলরাম দাস তত্ত্ব বখানে ভাব জানে জগন্নাথ ভাটির ভাব জানে জগন্নাথ পঞ্চ সখায়ে ওড়িশা মহন্ত পঞ্চ সখায়ে ওড়িশা মহন্ত অগম্য ভাব জানে যশোবন্ত 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 যাଙ୍କ ঘর এরবঙ্গ এরবঙ্গ গারকটা যন্ত্র জানে অনন্ত ଅନନ୍ତ আগত ভবিষ্য অচ্যুত ভণে ତିନି ଗୋଟେ ଜାଗାରେ ଏବେ ପାଲା ଗାଇଲା ବେଳେ ହଁ ହଁ ଜଣେ ବାବୁ ମୋ ବସାଗରେ ଯାଇ କହିଲେ ସାର୍ ଅଚ୍ୟୁତ ମହାପ୍ରଭୁ ଏ ନୟାଗଡ଼ରେ ବି କିଛି ଦିନ ଥିଲେ ଆରେ ବାଃ 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 ର ହଁ ହଁ ସଜ୍ଜନ ଆଜ୍ଞା ସେ ଅଚ୍ୟୁତ କିନ୍ତୁ ନିଜେ ଲେଖିଛନ୍ତି କଣ ଲେଖିଲେ କହିଲା ନେମାଳ ଗାଁରେ ଏବେ ଜନମ କେହି ନ
କିଛି ନିଚ୍ଛୁକ ସତ କଥା କହ। ଦର୍ଶନ ଆଳରେ ହିନ୍ଦୁ ସଂସ୍କୃତି କି ନଷ୍ଟ ନ କର। ରାମାୟଣ ନାହିଁ, ନା। ରାମ ନାହିଁ, ଦଶରଥ ନାହାନ୍ତି, ନାହାନ୍ତି। ଏଗୁଡାକ କହି ଲୋକଙ୍କ ମନରେ ଗୋଟେ ବିଭ୍ରାନ୍ତିକର ତଥ୍ୟ ଦିଅ ନାହିଁ। ନା ନା ନା। ଯାହା ନିଚ୍ଛୁକ ସତତା ବ୍ୟକ୍ତ କର। ଆଉ ତେବେ ପୁରାଣ କଣ କହୁଛି ମୁଁ ସେ ଦିଗକୁ ଯିବି। ଅଚ୍ୟୁତ କହିଲେ ନେମାଳ ଗାଁରେ ଜନ୍ମ ଲଭିଲି କେହି ନ ଚିହ୍ନିଲେ ମୋରେ। ମୋରେ ମୋ ଘର ହଉଛି ନେମାଳ। ନିମାଳ ଜଗନ୍ନାଥ ମତେ ମାଳ ଦେଇଥିଲେ। ନେମାଳ ନେମାଳ। ନିମାଳ ମୁଁ ଯୋଉଠି ସେ ବଟ ଡାଳଟାକୁ ପୋତି ତା ଉପରେ ମାଳଟା ଯୋଉଠି ଶୁଖିଗଲା ହଁ ହଁ ସେଇ ଗୋଟା କହୁଛି ମୋ ନେମାଳ। ନିମାଳ ମୋର ନାଁ ବାପା ମା ଦେଇଥିଲେ ଅଗଣୀ। ପରବର୍ତ୍ତୀ ପର୍ଯ୍ୟାୟରେ ଜଗତ ଜାଣିଲା ମୋ ନାଁ ହଉଛି ଅଚ୍ୟୁତ। ଅଚ୍ୟୁତ ମୁଁ ଖାଲି ତାଙ୍କ କଥା କହୁନି। ହେ ଜ୍ଞାନୀ ମଣ୍ଡଳୀ, ଆପଣ ଯେତେ ସାଧୁ ସନ୍ଥ ଦେଖିବେ ଆଜ୍ଞା ତାଙ୍କ ମୂଳ ନାଁ ଗୋଟେ, ସିଏ ସାଧୁ ହେଲା ପରେ ଆଉ ଗୋଟା ନାଁ ଆତ୍ମଘୋଷିତ ନାଁ ଗୁଡାକ ଦେବେ। ହଁ ଡାକ ନା ଆଉ ଗୋଟେ ସେମାନେ ଦେବେ, କିନ୍ତୁ ଏ ମହାପୁରୁଷ ମାନେ ସେଥିରେ ନଥିଲେ। ବାପା ମାନ ଏବେ ଯୋଉ କେନ୍ଦ୍ରାପଡାରେ ଜଣେ ସାଧୁ ବାହାରିଲେ, ଯାହାଙ୍କର ହାତରୁ କଣ ବିଭୂତି ବାହାରିଲା, ପାଦରୁ କଣ ଆଜ୍ଞା ପାଦରୁ ମହୁ ହଁ ହାତରୁ ହାତରୁ ବିଭୂତି ସିମେଣ୍ଟ ଗାଈ କ୍ଷୀର ଦେଲା। ଆଜ୍ଞା ସିଏ କହିଲେ ମୋ ନାଁ ସାରଥୀ। ବାବା ସାରଥୀ ତାଙ୍କ ନିଜ ନାଁ ସଞ୍ଜୟ ରାଉଳ। ସଞ୍ଜୟ ରାଉଳ ର ମୁଁ ବହୁ ବାବାଙ୍କ କଥା ଜାଣିଛି। ଚ୍ୟାନେଲ ଲାଗିଛି କହୁନା, ଚ୍ୟାନେଲ ନ ଲାଗିଥିଲେ ଆପଣ ମାନଙ୍କୁ କହିଥାନ୍ତି ଆଜ୍ଞା ତାଙ୍କ ନିଜ ନାଁ କଣ ସବୁ, ହଁ ଯାହା ମୁଁ ବହିରୁ ପଢିଛି ଆପଣ ମାନଙ୍କ ଆଗରେ କହିଥାନ୍ତି। ଆଚ୍ଛା ଆଚ୍ଛା ସଜନ କାହିଁ କହିଲି କାହିଁ କହିଲେ ନା ଶିଶୁ ଅନୟ ଅନନ୍ତ, ଅନନ୍ତ ଦାସ, ଯଶୋବନ୍ତ, ଅଚ୍ୟୁତ ଆଉ ପୁରୀରେ ଜନ୍ମ ହେଇଥିଲେ। ପୁରୀ ଜିଲ୍ଲା ଗୋପ ବ୍ଲକ ଏରବଙ୍ଗ ଆପଣ ମାନଙ୍କର ଗାଁରେ ବଳରାମ ଦାସ ବାସ୍ ସଜ୍ଜନ ଏରବଙ୍ଗରେ ଜନ୍ମ ହେଇଥିଲେ। ହଁ 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 ପୁରୀ ଜିଲ୍ଲା ଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ଲକ କପିଳେଶ୍ୱରପୁର ଶାସନରେ ହଁ ହଁ ଜନ୍ମ ହେଇଥିଲେ ବାପା ଭଗବାନ ପଣ୍ଡା ପଣ୍ଡା। ମା ପଦ୍ମାବତୀ କୋଳରୁ, କୋଳରୁ। ଯାହାଙ୍କ ପାଇଁ ଆମେ ପାଇଲେ ଏକ ସୁନ୍ଦର ସାହିତ୍ୟ ଆହା ହା। ଓଡିଆ ଭାଗବତ, ପରମ ଶାସ୍ତ୍ର ଓଡିଆ ଭାଗବତ। ହଁ। ସେ ହଉଛନ୍ତି ଜଗନ୍ନାଥ ଦାସ। ଦାସ ଅଚ୍ୟୁତ କହିଲେ କଣ କହିଲେ ପୂର୍ବରୁ ଲୁଣା ମାଡ଼ି ନ ଆସିବ, ଏ ବାଇଶି ପାହାଚେ ଭିନା ସିଂହାସନେ ବରୁଣ ଦେବତା ନଥିବେ। ତାହେଲେ ଆଜ୍ଞା ମାନ ଆପଣ ମାନେ ବିଚାର କରିବେ, ଆପଣ ମାନେ ନ୍ୟାୟ ଦେବେ। ଆଜ୍ଞା ମାଳିକା ସାହିତ୍ୟ କହିଲେ ଜଗନ୍ନାଥ ପୁରୀ ଛାଡି ଛତିଆ ବଟ ଚାଲିଯିବେ, କିନ୍ତୁ ଆପଣ ମାନଙ୍କର ସ୍କନ୍ଦ ପୁରାଣ କହିଲେ କଣ କହିଲେ ରାଜା ଇନ୍ଦ୍ରଦୁମ୍ନ ମାଗିଛି ମହାପ୍ରଭୁ କାଳେ 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 ଛତିଆ ବଟ ଚାଏ ଶ୍ରୀମନ୍ଦିର ଛାଡି ଆପଣ ଯିବେ ନା। ଯିବେ ନା ପୁରୀ ଛାଡି ଯିବେନି। କୋଉ କଥା ସତ୍ୟ ହବ? ଆଜ୍ଞା ଭକ୍ତ କଥା ସତ୍ୟ ନା ମାଳିକା ନା ମାଳିକା କଥା ସତ୍ୟ? କୋଉଟା ସତ୍ୟ? ଭକତ ରାଣ ପକେଇଛି ଜଗନ୍ନାଥ, ଜଗନ୍ନାଥ ମୋ ପାଇଁ ଆପଣ ଅଛନ୍ତି। ମୁଁ ଆପଣଙ୍କୁ ରାଣ ପକେଇ କହୁଛି, ଆପଣ ତ୍ରିବାର ସତ୍ୟ କରିଛନ୍ତି। କାଳେ 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 ବଡ ଦେଉଳ ଛାଡି କରି ଯିବେ ନାହିଁ। ଯିବେ ନା ଭକ୍ତ କଥା ସତ୍ୟ ହବ। କେତେ ମାଳିକା, କେତେ ମାୟା ପଞ୍ଜିକା, କେତେ କିଏ କହିଲେଣି ଜଗନ୍ନାଥ ଛତିଆ ଆପଣ ମାନଙ୍କର ଶ୍ରୀମନ୍ଦିର ଛାଡି ଏଇ ଦିନ ଛତିଆ ବଟ ଯିବେ। ଜଗନ୍ନାଥ କେବେ ଯାଇନାହାନ୍ତି କି ଯିବେ ନାହିଁ। ନା 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 ଆଉ ଗୋଟିଏ ବର କଥା ଆପଣ ମାନଙ୍କ ଆଗରେ କହିବି। ଆଜ୍ଞା ସେ ବର କଣ? କଣ? ଯାହା ପାଇଁ ମୁଁ ଏତେ ବାଟ ଆପଣଙ୍କୁ ଆଣିଛି। ଚାଲନ୍ତୁ ରାଜା ମାଗିଲା, କହିଲା ପ୍ରଭୁ ପ୍ରଭୁ ଆଉ ଗୋଟିଏ ବର ମତେ ଦେବେ। ଦେବେ ଜଗନ୍ନାଥ କହିଲେ କୋଉ ବର ନବୁ? ହଁ ନା ଯାହା ମାଗିଲି ଏଇଟା ମାଗିଲି ସମସ୍ତଙ୍କ ପାଇଁ। ପାଇଁ ନା କଣ? ମୁଁ ମୋ ପାଇଁ ମାଗୁନି ପ୍ରଭୁ, ଆଉ ଗୋଟିଏ ବର ମାଗିବି। ଏ ବିଶ୍ୱର ଲୋକଙ୍କ ପାଇଁ ମୁଁ ମାଗୁଛି। ହେଲା ଆପଣ ମାନଙ୍କର ଗୋପବନ୍ଧୁ କହିଲେ କଣ କହିଲେ? ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ତାର ପ୍ରତିରତ ବିନ୍ଦୁ ବିଶ୍ୱ ହିତେ ତାର ଏଇ ଯୋଉ ଶ୍ରୀକ୍ଷେତ୍ର ପଞ୍ଚକୋଶମିଦମ କ୍ଷେତ୍ର କୋଉଠୁ କୋଉ ଯାଏ? ସାଗରସ୍ୟ ଉତ୍ତର ତୀରେ ମହାନଦୀ ସ୍ତୁ ଦକ୍ଷିଣେ ପ୍ରଦେଶ ପୃଥିବୀ ସର୍ପ
ମହାନଦୀର ଦକ୍ଷିଣ ଏଇ ଯୋଉ ପ୍ରଦେଶ ଆପଣ ମାନଙ୍କର ରହିଲା, ଆପଣ ମାନେ ସମସ୍ତେ ଆଗରୁ ଥିଲେ ଏଥିରେ। ଆଚ୍ଛା ଆଚ୍ଛା ଆମେ ରାଜସ୍ୱ ଜିଲ୍ଲା ଦୃଷ୍ଟିକୋଣରୁ ତିନି ଭାଗ ହେଇଛି, ଖୋର୍ଦ୍ଧା, ପୁରୀ, ନୟାଗଡ଼। ନୟାଗଡ଼ କିନ୍ତୁ ଆମେ ଆଗେ ଆପଣଙ୍କର ଥିଲି ସମସ୍ତେ ପୁରୀରେ। ଅଖଣ୍ଡ ପୁରୀ ସିନ୍ଧୁ ତଟେ ଅଶୋକ ଝାମ୍ପ ତାଳ ମାତ୍ରା 10 ଯଦି ନ ବଜାଇ ପାରିବ ବାୟକ ତାହେଲେ କି ବାୟକ? ସିନ୍ଧୁ ତଟେ জীবন্ত প্রায় কান্তে মণি ঝট শঙ্খ নলিন চক্র বিশ্বাবসু সবর রাজা বিশ্বাবসু ব্রহ্মা কহিলে মণিমা ইন্দ্রদুম্ন কৌছি প্রভু গুহারি শুনিবা। প্রভু গুহারি শুনিবা। ভগবান কহিলে রাজা ইন্দ্রদুম্ন তুম্ন স্বর্গর দেবতাকে আনি মর্ত্যপুরে প্রতিষ্ঠা কল। কল কল সামর্থ্য কোন চাহুছ? ভগবান ডাকিলে কলে রাজা রাজা কোন চাহুছ? হেলা স্বর্গর দেবতাকে আনি মর্ত্যরে প্রতিষ্ঠা কল। কল কল মু ভক্তর ভগবান, ভক্ত যাহা মাগে মু দেই দিয়ে। কলা ভকত হিতে তোর এণু ভকত মোর ভকত মোর মিত্র সে করে হে রাজা যাহা চাইব মু অভয় মুদ্রার তুমକୁ দেবা পাই প্রস্তুত ଅଛି। রাজা ইন্দ্রদুম্ন কলা মহাপ্রভু আপন স্বর্গর দেবতাকে আনি দারু ভিতরে প্রতিষ্ঠা করিছি, ব্রহ্মাঙ্ক দ্বারা প্রতিষ্ঠা হইছি। আপন মোর আরাধ্য ঠাকুর, ঠাকুর মু আপনଙ୍କର জଣେ সেবাকারী। সেবাকারী মু সেবা করিবা লোক কোন মাগিবি প্রভু? যদি মাগিবি কাଳେ ଆପଣ ନ ଦେବେ হেলা হেলা ମୋ ମନରେ ଟିକେ ସନ୍ଦେହ ଅଛି। হব হব ଆପଣ ଆଗେ ସତ୍ୟ କରନ୍ତୁ। ସତ୍ୟରେ ତରିବି ସତ୍ୟରେ ମରିବି ଏହି ଆଜ୍ଞା ମୋତେ ବୋଲେ ଭୀମ ବୋଇ ମତ ମନରେ ଦଶ সত্য সত্য ত্রিবার সত্য রাজা রাজা দেরি হব। হব কোন মাগিব মাগ। মাগ রাজা ইন্দ্রদুম্ন জ্ঞানী মন্ডলী মাগিলে। কোন মাগিলে? প্রথম বর মহাপ্রভু মু মাগুছি, আজ্ঞা আজ্ঞা আপন দেবে তো? হ্যাঁ মাগিবে আর মাগিলে দেবে। যদি বর দেব প্রভু মো পূজ্যপাদ কৈলাস ভাইনা আরপটে হ্যাঁ হ্যাঁ নাটা পানি কিন্তু কৌতলে কালি কুଆଡେ ତାଙ୍କର ନାଲି ଲଙ୍କାରେ ଖାଲି ଛୁଙ୍କ ହଉଛି। হ্যাঁ ର আজ্ঞা ଆଜି ଛୁଙ୍କ ତ ଜଣା ପଡିବ। ଆଉ পড়িব ଆଉ ଆଜି ପ୍ରସ୍ତୁତ ହେଇକି ଆସ ପାଣି ଭାଇନା। হ্যাঁ ବର ଦେବ ପ୍ରଭୁ
ମାଗୁ ଅଛି ଏବେ ମୋହର ବଂଶରେ ସଜନ ମୁଁ କାହିଁ କହିଲି ଯେତେ ରାଜନେତା ଆପଣ ମାନେ ପାଇବେ ଯେତେ ରାଜା ପାଇବେ ପାଇବେ ଆପଣ ଯିବେ କହିବେ ସାର୍ ଆମ ଗାଁରେ ଗୋଟେ ଲାଇଟ୍ ଟିକେ ଛକରେ ଟିକେ ଲଗେଇ ଦିଅନ୍ତୁ ହଁ ହଁ ସେ କହିବେ ଲାଇଟ୍ ଲଗେଇବି ଯେ ହଁ। ମୋ ନାଁଟା ସେଠି ଯଦି ଲେଖିବ ତାହେଲେ ଲାଇଟ୍ଟା ଲଗେଇବି ଆଉ କଣ ଆଜ୍ଞା ମୁଁ ଭୁଲ କହିଲି ନାଇଁ ନାଇଁ କାଲି ରାସ୍ତା ହବ ହବ ଆପଣ ଗୋଟେ ରାସ୍ତା କରିବାକୁ କାହାକୁ କହିବେ ଆଜ୍ଞା। ସ୍କୁଲ କରିବାକୁ କହିବେ ହେଲା। ମନ୍ଦିର ତୋଳିବାକୁ କହିବେ ଓହୋ। 10 ଏକର ଜାଗା ଦେବାକୁ କହିବେ ହଁ ହଁ ସିଏ କହିବ ମୋର ଷ୍ଟାଚୁଟିଏ ଯଦି ସେଇଠି କରିବ ତାହେଲେ ମୁଁ ମୋ ଜାଗା ଦେବି ଟଙ୍କା ଦେବି ସବୁ ଦେଇଦେବି ସବୁ ଦେଇଦେବି ନହେଲେ ମୁଁ ଦେବି ନାହିଁ ନା ନା କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ କଣ କହିଲେ? ଯଦି ବର ଦେବ ପ୍ରଭୁ ମାଗୁ ଅଛି ମୋହର ବଂଶରେ କେହି ନଥିବେ କଣ କହିଲ ରାଜା ଠାକୁର ବୋଇଲେ ରାଜା ହୋଇଲୁ ମୋତେ ଘେନି ଠାକୁର କହିଲେ ରାଜା ରାଜା ବାୟା ହଲୁକରେ ବାୟା ଠାକୁର ବୋଇଲେ ରାଜା ହୋଇଲୁ ମୋତେ ଘେନି ତୋ ବଂଶ ତ ବୁଡିବ ମୋତେ କିଏ ପୂଜା କରିବ क्या करिବ ମୋତେ କିଏ ଭୋଗ ଦବ ଭୋଗ ଦେବ ମୋତେ କିଏ ନୈବେଦ୍ୟ ଦବ ଦବ ମୋ ସେବା ଯତ୍ନ କିଏ କରିବ କିଏ କରିବ ଏଭଳିଆ ବର କାହିଁ ମାଗିଲୁ କାଇଁ ମାଗିଲୁ ଏତେ କଷ୍ଟ କରି ଦେଉଳ ତୋଳିଲା ପରେ ଏ ବର କାହିଁକି ମାଗିଲୁ ନା ପୁତ୍ର ନା କହିଲା ପ୍ରଭୁ କାହିଁକି ଏ ବର ମାଗୁଛି କି ହଁ କାଲି ମୋ ଅନ୍ତେ ମୋ ପୁଅ ମୋ ନାତି ତା ନାତି ତା ନାତି ତା ନାତି ରହିବ ହଁ ହଁ ପୁତ୍ର ନାତି କହିବେ ଯେ ଏ ଦେଉଳ ଆମ୍ଭ ଦେଉଳ ଆମ୍ଭ ପୁତ୍ର ନାତି କହିବେ ଦେଉଳ ଦେଉଳ ଆମ୍ଭର ବୋଇ ଯଦି ବର ଦେବ ପ୍ରଭୁ ମାଗୁ ଅଛି ବର ଦେଉଳକୁ ଛାଡ଼ି କାଲି ଯଦି ଠାକୁଟା ପାଲା କଲ ହଁ ଗୋଟାଏ ପଦ ଏମିତି ବୋଲି ଦେଇଥାନ୍ତ ଆଉ କହିଛି କାଲି ପଇସା ଦେବେନି ନରସିଂହପୁର ବାଲା ଆଉ ନହେଲେ ସମସ୍ତେ ଭୋଜି କରିବା ହଁ, ହଁ। ମଣିନାଗ ପାହାଡରେ ଯାଇକି ଆଜ୍ଞା ଆଜ୍ଞା ତାଙ୍କର ଥାକେ ପଇସା କାଲି ଯାଇଛି ଓହୋ କହୁଛ ତାଙ୍କର କାଟିକିରି ଆମର 10 ଯଦି ବର ଦେବ ପ୍ରଭୁ ମାଗୁ ଅଛି ମୁଁ ବଡ ଦେଉଳକୁ ଛାଡ଼ି ମୁଁ ମାଗୁଛି ପ୍ରଭୁ ମୁଁ ସେବାକାରୀ ତୁ ସେବ୍ୟ ସେବ୍ୟ ମତେ ଦେବେ ନା ପ୍ରଭୁ ଦେବ ଯଦି ପ୍ରଥମ ବର ହଁ 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 ହେ ପ୍ରଭୁ ଏ ଲୁଣା ସମୁଦ୍ର ମାଡ଼ି ଆସୁ ଆସୁ ବଡ ଦେଉଳ ଭାଙ୍ଗି ଯାଉ ଯାଉ କଳ୍ପବଟ ଉପୁଡ଼ି ପଡୁ ପଡୁ ଶ୍ରୀନୀଳାଚଳ ଖଣ୍ଡା ଛିଣ୍ଡି ପଡୁ 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 ଏବେ ବଡ ଦେଉଳକୁ ଛାଡ଼ି କରି ପ୍ରଭୁ କେବେ ପରାଯିବ ନାହିଁ ଏତିକି କରୁଣା କରିବ ମୋ ଉପରେ ପ୍ରଭୁ ଜଗତ ବାহ ବାহ ଯଦି ବର ଦେବେ ଓହୋ କରୁଣା କରିବେ
हे कालिया शांत बलियार भुज छका नयन पतित पावन पावन एतिकी करुणा कर महाप्रभु आहा काले 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 पिला सर्पदा नीलाद्री रे বইনা জগন্নাথ চরিতামৃত চরিত্রামৃত কবি দিবাকর দাস দাস সর্বদা নীলাদ্রি রে কোটিয়া যুগ দেবে এতিকি জোরে রড়ি করিব হ্যাঁ পাল্লা বালা তা পাটি শুইবনি গাଁରେ ଆରମୁଣ୍ଡକୁ ଆଉ ଆଗେ ପାଲା ଗାଉଥିଲେ ହଁ ଲାଇଟ୍ ମାଇକ୍ ନଥିଲା ନଥିଲା ଲୋକେ ପାଲା ଗାଉଥିଲେ ହୁଳାରେ ପାର୍ଟି କରୁଥିଲେ ଆର ପଟୁ ଆଉ ଏବେ ଆମର ସାଧନ ସବୁ କମିଗଲା ହଁ ସେତେବେଳେ ପଖାଳ ଖିଆ ଥିଲା ଆଉ ଏବେ ସାଧନ ନାହିଁ ନା କଣ ଦି ଚାରି ପଦ ଘୋଷି ଦେଲେ ପାଲା ହେଇଯାଉଛି ଆଉ ଏବେ ଚୁଡ଼ା ଭଜା ଚୁବେଇଲେ ସଜ୍ଜନ ଦିବାକର ଦାସ କହିଲେ ହଁ ଜଗନ୍ନାଥ ଚରିତାମୃତ ବହିର ନା ଆଜ୍ଞା ଆଜ୍ଞା ସର୍ବଦା ନୀଳାଦ୍ରିର ସ୍ଥିତି ସ୍ଥିତି ସଦା ସର୍ବଦା ଓହୋ ଆପଣ ନୀଳାଚଳରେ ନୀଳଦ୍ରିରେ ପୁରୁଷୋତ୍ତମ କ୍ଷେତ୍ରରେ କ୍ଷେତ୍ରରେ ଶ୍ରୀଧାମ ପୁରୀରେ ଆପଣ ରହିବେ ରହିବେ କାଳେ 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 ଇଏ ରାଜା ଇନ୍ଦ୍ରଦମ୍ନ ରାଣ ପକଉଛି ମହାପ୍ରଭୁ ଏଇ! କାଳେ କାଳେ ବଡ ଦେଉଳକୁ ଛାଡି ଯିବେ ନାହିଁ ଯିବେ ନା ଏବେ କଥା ତ ଅଡୁଆ ହେଲା କଣ କରିବା ଭଲା କଥା ସାରେ ଅଡୁଆ ହେଲା ଅଡୁଆ ହଲାନି ଆଉ କଣ ଏ ମା କଥା ଅଡୁଆ ହେଲା ହଁ ଛତା କଣ ଅଡୁଆ ହେଲା କଣ ହାରିଦାସ ମାଳିକା ହଁ। ଅଚ୍ୟୁତ ମାଳିକା ଆଜ୍ଞା। ଯଶବନ୍ତ ମାଳିକା ହଁ। ବଳରାମ ଦାସ ମାଳିକା ମାଳିକା ଯେତେ ମାଳିକା ଦେଖିବେ ଅଛନ୍ତି ସବୁ ମାଳିକା କହିଛନ୍ତି କଣ କହିଲେ ଗାଭି ଯେଉଁ ଦିନ ତିନି ପୁତ୍ର ପ୍ରସବୀ ହାରିଦାସ କହିଲେ ଜଗାରେ ଛତିଆ ବଟରେ ଗୋଟେ ଶୂନ୍ୟ ମନ୍ଦିର ତୋଳିଛି ବା 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 ବଟ ତଳେ ବସି ସିଦ୍ଧି ସାଧକ ଭାବରେ ସାଧନ କରିଛି ହଁ 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 ଆପଣ ମାନେ ଜାଣନ୍ତି ଆଜ୍ଞା ଯୋଉମାନେ ଆମେ କହୁଛେ ଆମେ ହିନ୍ଦୁ ଧର୍ମ ନଷ୍ଟ ହେଇଯାଉଛି ହଁ ଏବେ ତ ସେ ଏତେ ଦିନ ହାରିଦାସଙ୍କ ଅମଳରୁ ଥିବା ସେ ବଟ ଗଛକୁ ହଁ ଏବେ ସରକାର ଲଗେଇକିରି ଡୋଜର ଆପଣଙ୍କ ଜେସିବି ଲଗେଇ ତାଡ଼ିକି ଫିଙ୍ଗି ଦେଲେ ସେଠି ଠିଆ ହେଲେ ସବୁ ଯାଇକିରି ହଁ ସେଇଟା ନୂଆ ଯୋଉମାନେ କହୁଛନ୍ତି ଆମେ ମାନ ସେଠି କେହି ଠିଆ ହବାନି ଦେଶ ନଷ୍ଟ ହୁଏ ଭଲ ଲୋକଙ୍କ ପାଇଁ ଖରାପ ଲୋକଙ୍କ ପାଇଁ ନୁହଁ 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 ଭଲ ଲୋକ ତୁଣ୍ଡ ଖୋଲିବା ଦରକାର କଣ ଠିକ କଣ ଭୁଲ ଭୁଲ ସେଦିନ ଯଦି ପିତାମହ ଭୀଷ୍ମ ଗୁରୁ ଦ୍ରୋଣ ପାଟି ଖୋଲିଥାନ୍ତେ ହୁଏ ମହାଭାରତ ଯୁଦ୍ଧ ଆପଣ ମାନଙ୍କର ହେଇନଥାନ୍ତା ହେଇନଥାନ୍ତା ପିତାମହ ଭୀଷ୍ମ ଗୁରୁ ଦ୍ରୋଣ ସେ ଚୁପ ରହିବାରୁ ମହାଭାରତ ଯୁଦ୍ଧ ହେଇଛି ହେଇଛି ମୁଁ କାହିଁ କହିଲି କାହିଁକି ଏବେ ସେ ଗଛ ଆପଣ ମାନଙ୍କର ଉପାଡ଼ି ଦେଲେ ହଁ ହଁ ଯୋଉ ଗଛ ମୂଳରେ ହାରିଦାସ ବସିଥିଲେ ହେଲା ଯୋଉ ଗଛ ମୂଳରେ ଅଚ୍ୟୁତ ମହାପ୍ରଭୁ ବସିଥିଲେ ଆଚ୍ଛା ଆଚ୍ଛା ସେ ଗଛ ଉପୁଡା ହେଲା ଏବେ ବା ବା ସଜ୍ଜନ କାହିଁ କହିଲି କାହିଁକି? ହାରିଦାସ କହିଲେ ଗାଭୀ ଯୋଉ ଦିନ ତିନି ପୁତ୍ର ପ୍ରସବିବ ନୀଳାଚଳ